ଆମ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଯାହାଙ୍କୁ ଆମେ ସମସ୍ତେ ଭୁଲି ଯାଇଛେ, ତାଙ୍କର କାମକୁ ମଧ୍ୟ ଆମେ ମନେ ରଖୁନାହିଁ। ଆଠାରୁ ବଳିକି ଦୁର୍ଭାଗ୍ୟର କଥା କିଛି ନାହିଁ, କାରଣ ସେ କରିଥିବା ଓଡ଼ିଶାରେ ଚିନି କଳ ଆଜି ନାହିଁ, ସେ କରିଥିବା ସୂତା କଳ ଲୁଗା କଳ ଆଜି ନାହିଁ, ତେଲ କଳ ବନ୍ଦ ହୋଇଯାଇଛି। ଯାହା ଯାହା ସେ କରିଥିଲେ ଏବଂ ବିଶେଷ ଭାବରେ କୋଲ୍ଡ ଷ୍ଟୋରେଜ ତାଙ୍କ ସମୟରେ ବ୍ୟାପକ ଭାବରେ ହେଇଥିଲା। ଦୁର୍ଭାଗ୍ୟର କଥା এপর্যন্ত ସବୁ ନଷ୍ଟ ହୋଇଗଲା। କୌଣସି ସରକାର ସେଥିପାଇଁ ଯତ୍ନ ନେଲେ ନାହିଁ। ଆଜି ଦିନରେ ତାଙ୍କର ଶତବାର୍ଷିକୀ ଉତ୍ସବରେ ଆମେ ତାଙ୍କୁ ସବୁ ମନେ ପକାଇବା ଖାଲି ନାହିଁ, ତାଙ୍କର କାର୍ଯ୍ୟ ଯାହା କରିଥିଲେ ସେ କାର୍ଯ୍ୟ କେମିତି ଆଗକୁ ଆଗିବ, କାରଣ ସେ କାର୍ଯ୍ୟ ହିଁ ହେଉଛି ପ୍ରକୃତରେ ବିକାଶର ଧାରା। ସେ କୃଷି ପାଇଁ ଯାହା କରିଥିଲେ, ସେ ପାଇଁ ଶିଳ୍ପରେ ଯାହା କରିଥିଲେ ସବୁଗୁଡ଼ିକ ହେଉଛି, ଏବଂ ପର୍ଯ୍ୟଟନରେ ଯେଉଁ ସିନେମା ହଲ୍ କରିଥିଲେ ଏ ସବୁଗୁଡ଼ିକ ଅବସ୍ଥା ହେଉଛି ଆମେ ଲକ୍ଷ୍ୟ କରିଛୁ। ଯଦି ବିକାଶ ଚାହୁଁଥାନ୍ତି ଓଡ଼ିଶାର ଏସବୁ କାର୍ଯ୍ୟ ହେବା ଦରକାର, ଯାହା ଜାନକୀ ପଟ୍ଟନାୟକ କରିଥିଲେ। ଏବଂ ସେ ଅନୁସାରେ ଆମେ ଆରମ୍ଭ ହୋଇଛି, ଏଇ ବର୍ଷ ସାରା ଚାଲିବ, ଲୋକଙ୍କ ପାଖରେ ବାର୍ତ୍ତା ଯାଇ ପହଞ୍ଚିବ। ଦେଖୁଛୁ ଏତେ ମାନେ ପୂର୍ବତନ ସେ ମୁଖ୍ୟମନ୍ତ୍ରୀ ଜଣେ, ତାଙ୍କର କୌଣସି ଷ୍ଟାଚୁ ନାହିଁ ତାଙ୍କର ଓଡ଼ିଶାରେ। ନାଇଁ କୁହାଯାଇଛି ତାଙ୍କୁ ସେ କରିବେ ଆ ଭିତରେ ଯାହା ଯାହା ପ୍ରତିଶ୍ରୁତି ଦେଇଛନ୍ତି ବା କହିଛନ୍ତି ସେଗୁଡ଼ା କରିବେ। ସେଥିରେ ତାଙ୍କର ମୋର ଷ୍ଟାଚ୍ୟୁ ଉପରେ ବଡ଼ କଥା ନୁହେଁ। ଜାନକୀ ପଟ୍ଟନାୟକ ଯାହା କରିଥିଲେ ଓଡ଼ିଶାକୁ ସ୍ୱାବଲମ୍ବନଶୀଳ କରିବା ପାଇଁ, ଓଡ଼ିଶାରେ ଯାହା ଯାହା ସବୁ କରିଥିଲେ, ସେ ଚିନି କଳ ହଉ, ଗୋଟେ ବିଲାତି କାରଖାନା କରିଥିଲେ କେଉଁଝରରେ, ବୋଲେ ସେଥିରୁ ସସ୍ ସବୁ ଆମେ ବାହାରୁ ଆଣିବା, ଅନେକ ପ୍ରକାର କାର୍ଯ୍ୟ ସେ ଏଗ୍ରିକଲଚରରେ କରିଥିଲେ। ଆଜି ଯଦି ଯେଉଁ ଧାନ ଆମେ ଆମ୍ବ ରପ୍ତାନି କରୁଛେ ବାହାରକୁ, ସେ ହେଉଛି ଜାନକୀ ପଟ୍ଟନାୟକ ସମୟର ଆମ୍ବ ସେ ଗଛ ଲାଗିଥିଲା ପ୍ରସ୍ତୁତ କରିଥିଲେ। ଯେଉଁ ଲିଚୁ ରପ୍ତାନି କରୁଛୁ ସେ ସେଇ ସମୟର ସବୁ। କହିବାର କଥା ହେଉଛି ଯାହା ଯାହା ସେ କାର୍ଯ୍ୟ କରିଥିଲେ ସେ କାର୍ଯ୍ୟକୁ ମନେ ରଖିବା ଏବଂ ସେ କାର୍ଯ୍ୟ କେମିତି ତ୍ୱରାନ୍ୱିତ ହେବ, ତାହେଲେ ଓଡ଼ିଶାର ଉନ୍ନତି ସମ୍ଭବ ହେବ। ସେଇ କାର୍ଯ୍ୟରେ ସମସ୍ତେ ଲାଗିବା ଦରକାର। ଏ ବର୍ଷଟି ଯାକ ସେ କାର୍ଯ୍ୟରେ ଲାଗିବ ବୋଲିକରି ମୁଁ ଆଶା କରେ। ଆଗକୁ କ'ଣ କଂଗ୍ରେସ ତାଙ୍କ ଚିନ୍ତାଧାରା ଚାଲିବ? ଆଗକୁ କ'ଣ କଂଗ୍ରେସ ତାଙ୍କ ଚିନ୍ତାଧାରା ଚାଲିବ? ତାଙ୍କର ଚିନ୍ତାଧାରାକୁ ଆଗକୁ ନେଇଯିବ କଂଗ୍ରେସ? କଂଗ୍ରେସର ଆଗକୁ ତାଙ୍କ ଚିନ୍ତାଧାରାକୁ ବଢ଼େଇବ କି କହୁଛି? ଚାଲିବ, କିଛି ଅସୁବିଧା ହେବନି। କିଛି ଆମେ ଯାହା ସବୁ ଆଶଙ୍କା କରୁଛେ, ସନ୍ଦେହ କରୁଛେ, ସେ ବେଳେବେଳେ ସେ ଆଶଙ୍କା ସେ ସନ୍ଦେହ କାର୍ଯ୍ୟକାରୀ ହୁଏ।